ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଆମେ ଆଲୋଚନା କରିବା ଯେ ପ୍ରେମଟା କେମିତି ଗୋଟେ ଘାତକ ହେଇପାରେ। ତ ଶୀର୍ଷକ ରଖିବା ପ୍ରେମ କରିକି ମଲି। ଆପଣ ଦେଖୁଥିବେ ଆଜିକାଲିକା ଯୁବପିଢ଼ିମାନେ କେମିତି ସୁସାଇଡ୍ କରିବାକୁ, ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। କ'ଣ ହେଲା ନା ଆମେ ସୁସାଇଡ୍ କରିଦେବା। ଏ ସମ୍ପର୍କିତ ବହୁତ ପ୍ରଶ୍ନ ବି ଆସୁଛି ଜ୍ୟୋତିର୍ବିଦମାନଙ୍କୁ ଯେ ସାର୍ ମୁଁ କାହାକୁ ଭଲ ପାଉଛି, ସକ୍ସେସଫୁଲ୍ ହେବି ନା ନାହିଁ। ଅନଲାଇନ୍ ପୋର୍ଟାଲ ଗୁଡ଼ା ତ ଆପଣ ଦେଖିବେ, ବିଭିନ୍ନ ମୋ ନାଁ ନେବା ଦରକାର ନାହିଁ, ମୁଁ ନିଜେ ବି ଥିଲି ଗୋଟେ ଅନଲାଇନ୍ ପୋର୍ଟାଲରେ। ସେଥିରେ ଖାଲି ଏଇ ପ୍ରଶ୍ନ ହିଁ ଆସୁଛି ଯେ ଆମେ ଯୁବପିଢ଼ିମାନେ ବ୍ୟସ୍ତ ଏବଂ ବିବ୍ରତ ପ୍ରେମ କରିବା ପାଇଁ, ଯେମିତି ଏଟା ଗୋଟେ ନିଶା ପାଲଟି ଯାଇଛି। ମନେ ରଖିଥାନ୍ତୁ, ଜାତକରେ ପଞ୍ଚମ ଭାବରୁ ପ୍ରେମ ଦେଖାଯାଏ, ଅଷ୍ଟମ ଭାବରୁ କାମ। ପ୍ରେମର କାରକତ୍ୱ ହେଲା ଚନ୍ଦ୍ର ଏବଂ କାମର କାରକ ହେଲା ରାହୁ। ତେଣୁ ଆଜିକା ଦିନରେ ଯେଉଁ ପ୍ରେମଟା କୁହାଯାଏ ସେଟା ପ୍ରେମ ନୁହେଁ, ସେଟା କାମ। କିନ୍ତୁ ଆପଣ ଦେଖୁଥିବେ ସୁସାଇଡ୍ କେସ୍ ଗୁଡ଼ା ହେଉଛି। ମୋର ଆପଣମାନଙ୍କୁ ବିନୀତ ଅନୁରୋଧ, ଜାତକରେ କିଛି କିଛି କମ୍ବିନେସନ୍ ଅଛି ଯଦ୍ୱାରା ଜଣାପଡ଼ିବ ଯେ ଗୋଟେ ପିଲାଟେ ସେ କାହାକୁ ଭଲ ପାଉଛି ଏବଂ ସେ ଅନସକ୍ସେସଫୁଲ୍ ହେବ ଏବଂ କିଛି ଗୋଟେ ସିରିୟସ୍ ଆକ୍ସନ୍ ନେଇଯାଇପାରେ। ସବୁବେଳେ ମନେ ରଖିଥାନ୍ତୁ, ଜାତକରେ ଚନ୍ଦ୍ର ଏବଂ ରାହୁ ଏ ଦୁଇଟା ଯଦି ଖରାପ ଥାଏ, ଚନ୍ଦ୍ର ରାହୁ ଯୁକ୍ତ ହୋଇଥାଏ କିମ୍ବା ବିଶେଷତଃ ଚନ୍ଦ୍ର ଯଦି ଖରାପ ଅଛି, ସେ ପିଲା ଡିପ୍ରେସନକୁ ପଳାଇବ, ସକ୍ସେସଫୁଲ୍ ହେଇପାରିବ ନାହିଁ। ପଞ୍ଚମ ଅଧିପତି ଭଲ ଥିବେ କିନ୍ତୁ ଚନ୍ଦ୍ର ଯଦି ଖରାପ ଅଛି ତାହେଲେ ସେ ଡିପ୍ରେସନକୁ ପଳାଇଯିବ। ଆପଣ ମନେ ରଖିଥାନ୍ତୁ, ଶୁକ୍ରଟାକୁ ପ୍ରେମରେ କାଉଣ୍ଟ କରିବେନି, କାରଣ ଶୁକ୍ରଟା ହେଲା ଫିଜିକାଲ୍ ରିଲେସନସିପ୍। ଏମିତି ବି ଆଜିକା ଡେଟ୍ରେ ଦେଖାହେଉଛି 5-6 ମାସ ବର୍ଷେ ହେଲା ମାନେ ପ୍ରେମ ଚାଲିଛି, ଫିଜିକାଲ୍ ରିଲେସନସିପ୍ ରହୁନି। କିନ୍ତୁ ଗୋଟେ ଫିଜିକାଲ୍ ରିଲେସନସିପ୍ଟା ରହିବା ଆରମ୍ଭ ହେଇଯାଉଛି, ସେଠି ଆପଣ ଶୁକ୍ରକୁ ନେବେ। ଇନିସିଆଲି ଗୋଟେ କଥା କହୁଛି, ଆଜିକାଲି ତ ସେମିତି ହେଇଗଲାଣି, ଛାଡ଼ନ୍ତୁ। ଗୋଟେ ପିଲା କାହାକୁ ଭଲ ପାଉଥିଲା, ସେ ଛାଡ଼ିଦେବା ଦ୍ୱାରା ସିଏ ଆଡ଼ପାଗାଳିଆ ଭଳିଆ ହେଇଗଲା କିମ୍ବା ସୁସାଇଡ୍ କରିଦେଲା। ସେ ଜାଗାରେ ଚନ୍ଦ୍ର ଟିକେ ଦେଖିବେ। ଚନ୍ଦ୍ର ଯଦି ଦ୍ୱାଦଶରେ ଥିବ, ଷଷ୍ଠ ଭାବରେ ଥିବ, ଅଷ୍ଟମ ଭାବରେ ଥିବ ଏବଂ ଚନ୍ଦ୍ର ଷଷ୍ଠ, ଦ୍ୱାଦଶ, ଅଷ୍ଟମର ନବାଂଶକୁ ଯାଇଥିବ କିମ୍ବା ନବାଂଶ ଭାବରେ ଦ୍ୱାଦଶ ଅଷ୍ଟମରେ ଥିବ, ତାହେଲେ ଆପଣ ଏଠି ପ୍ରେମ କରିବାକୁ ମନା କରିବେ ଯେ ସକ୍ସେସଫୁଲ୍ ହେଲେ ତାର ପ୍ରୋବ୍ଲେମ୍ ଅଛି, ସୁସାଇଡ୍ କରିଦେଇପାରେ। ଯଦି ରାହୁ ଯୁକ୍ତ ହେଇଥାଏ, ରାହୁ ତ ଦୁଷ୍ଟ ହେଇପାରିବନି, ରାହୁ ଯୁକ୍ତ ହୋଇଥାଏ କିମ୍ବା ଚନ୍ଦ୍ର ଯେଉଁଠି ରାହୁଙ୍କ ନକ୍ଷତ୍ରରେ ଥାଏ ଏବଂ ନବାଂଶରେ ନିଜ ନିଚ ନବାଂଶକୁ ଯାଇଥାଏ, ସେ ସ୍ୱାତି ନକ୍ଷତ୍ର ରହିଲା ଚନ୍ଦ୍ର, ଆପଣ କହିବେ ସାର୍ ତୁଳା ରାଶିରେ ମୋର ଏବଂ ନବାଂଶରେ ନିଚ ହେଇଗଲା, ତାହେଲେ ସେ ଜାଗାରେ ଆପଣ ଦେଖିବେ ଯେ ପ୍ରେମରେ ଅନସକ୍ସେସଫୁଲ୍ ହେଲା ପରେ ସେ ଲୋକଟି ସାଙ୍ଗେ ସାଙ୍ଗେ ପଛଘୁଞ୍ଚା ଦେବ ନାହିଁ ମରିବା ପାଇଁ। ପିଲାଟି ସେ ଆଟେମ୍ପ୍ଟ କରିବ, ତାର ଅନ୍ୟ କର୍ମ ଗୁଡ଼ା ତାକୁ ସପୋର୍ଟ କରନ୍ତି, ଯେମିତିକି ପୂର୍ବ ପୁଣ୍ୟ ବହୁତ ଭଲ ଅଛି, ପଞ୍ଚମ ଅଧିପତି ବହୁତ ଭଲ ଅଛନ୍ତି, ନବମ ଅଧିପତି ଭଲ ଅଛନ୍ତି, ସେ ଆଟେମ୍ପ୍ଟ ସୁସାଇଡ୍ କରିକି ବଞ୍ଚିଯିବ। ବହୁତ ଗୋଟେ ବଟିଆ ଖାଇଦେବ କିନ୍ତୁ ହସ୍ପିଟାଲ ଯାଇକି ପଳେଇ ଆସିବ। ତେଣୁ ଯେତେବେଳେ ବି ଦେଖିବେ କି ଆପଣ ପ୍ରେମ ପ୍ରଶ୍ନ ପଚାରୁଛି, ତାକୁ କାଇଣ୍ଡଲି ଗାଇଡ଼ କରିବେ ଯେ ଚନ୍ଦ୍ର କିମ୍ବା ରାହୁ ତାର କେମିତି ଅଛନ୍ତି, ଦେଖିଦେବେ। ସେଇଠି ତାକୁ ସିଧା ମନା କରିଦେବେ। ଏଇଟା ଗୋଟେ ଜ୍ୟୋତିର୍ବିଦମାନଙ୍କର ଆଜି ଗୋଟେ ବଡ଼ କର୍ତ୍ତବ୍ୟ ହେଇଗଲାଣି ଯେ ଆମେ କହିଦେବା କଥା ବା ଆଘା କରିଦେବା କଥା ଯେ ଏଇସବୁ ଜିନିଷରୁ ଦୂରେଇ ରୁହନ୍ତୁ। ଯେଉଁଠିକି ବହୁତ ଗୁଡ଼ିଏ ଜ୍ୟୋତିର୍ବିଦ ଏତାକୁ ନେଇକି ପଇସା ରୋଜଗାର କରୁଛନ୍ତି, କରିବା ଯଦିଓ କିଛି ଖରାପ ନୁହେଁ, କିନ୍ତୁ ଏଟା କହିଦେବା ଉଚିତ ଯେ ନାହିଁ, ତୁମେ ପ୍ରେମରେ ସକ୍ସେସଫୁଲ୍ ହେଇପାରିବ ନାହିଁ ଏବଂ ଅନସକ୍ସେସଫୁଲ୍ ପ୍ରେମଟା ତୁମ ପାଇଁ ବହୁତ ଭୟଙ୍କର ହେଇଯିବାର ଅଛି, ଆଉ ସେଥିରେ ତ କିଛି ତ୍ରାହି ନାହିଁ। ତେଣୁ ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ ଆଜିକା ଦିନର ଜ୍ୟୋତିର୍ବିଦମାନଙ୍କ ପାଖରେ ଯେ ଆମେ ଏମିତି କେତେ ପିଲାଙ୍କୁ ଭଲ ପାଇବା ବିଷୟରେ ଆଗେ ପ୍ରୋତ୍ସାହନ ନ କରିକି, ଯଦିଓ କିଛି ଖରାପ ଭଲ ଆଡ଼କୁ ମୁଁ ଯାଉନି, କିନ୍ତୁ ଯେଉଁଟା ଆପଣ ଦେଖୁଛନ୍ତି ଜୀବନ ପ୍ରତି ଅରିଷ୍ଟ ଅଛି, ସେ ଜାଗାରେ ଟିକେ ଆପଣ ଗାଇଡ଼ କରିଦେବେ। ଏବଂ ବିଶେଷତଃ ମନେ ରଖିଥାନ୍ତୁ, ଚନ୍ଦ୍ର ଆଉ ରାହୁ, ଚନ୍ଦ୍ର ଶନି ଆସିଗଲା ମାନେ ଆପଣଙ୍କୁ ଡିପ୍ରେସନ୍, ଚନ୍ଦ୍ର ରାହୁ ଆସିଲା ମାନେ ସେ ପିଲାଟି ସୁସାଇଡ୍ କରିବାକୁ ପଛଘୁଞ୍ଚା ଦେବନି, ଯଦିଓ କଣ୍ଡିସନ୍ ସପ୍ଲାଏ ଅଛି, ଜ୍ୟୋତିର୍ବିଦମାନେ ଜାଣିଛନ୍ତି। ତେଣୁ ଆପଣମାନେ ଯେତେବେଳେ ଗୋଟେ ଜାତକ ଦେଖୁଛନ୍ତି ଏବଂ ଦେଖୁଛନ୍ତି ଲଭ୍ ଆଫେୟାରର କଣ୍ଡିସନ୍ ଆସୁଛି, ସେତେବେଳେ ସବୁବେଳେ ମନେ ରଖିଥିବ ଯେ ଚନ୍ଦ୍ରଟାକୁ ନ ଦେଖିକି ତା ଲଭ୍ର ଫର୍ଦର କନସିକ୍ୱେନ୍ସେସଟା ଆପଣ ଜାଣିପାରିବେନି, ତା ପରିଣାମ ଯାହା ଆସୁଛି ଭୟଙ୍କର ହେଇପାରେ।
ରାହୁ ସେଟାକୁ ଆଗ୍ରାଭେଟ୍ କରାଇ ଦେଇପାରେ ଏବଂ ରାହୁ ଯେଉଁଠି ଅଛି ସେଠି ସେ ଗୋଟେ ଅବସେସନ୍ ଆଣିଦିଏ, ମାନେ ଗୋଟେ ଦରକାର ହିଁ ଦରକାର। ତ ସେଇ ଜିନିଷଟା ବହୁତ ଖରାପ, ବହୁତ ଜିଦିଆ ଗୁଣ ଆଣିଦିଏ। ତେଣୁ ଆମକୁ ଠିକ୍ ରୂପେ ଜାତକ ତର୍ଜମା କରି ଦେଖିବାକୁ ପଡ଼ିବ ଯେ ଆକ୍ଚୁଆଲି ଚନ୍ଦ୍ର କିମ୍ବା ରାହୁ କେଉଁ ଗ୍ରହ ଦ୍ୱାରା, ଚନ୍ଦ୍ର କିମ୍ବା ରାହୁ ଯଦି ଖରାପ ଅଛି ତାହେଲେ ପ୍ରେମ ବ୍ୟାପାର ଠାରୁ ପିଲା ଦୂରେଇ ରହିଲେ ଭଲ। ହଉ, ଭିଡ଼ିଓ ଟିକେ ଲମ୍ବା କରିବାନି। ଯଦି ଆପଣଙ୍କର କିଛି ଡାଉଟ୍ ଅଛି କିମ୍ବା ଆପଣ ଜାଣିବାକୁ ଚାହୁଁଛନ୍ତି, ସମାନ ଭିଡ଼ିଓଟି ହିନ୍ଦୀ ଆଉ ଇଂରାଜୀରେ ମୁଁ କରି ରଖିଛି, ତାକୁ ଦେଖିପାରିବେ ଏବଂ ଅଧିକ ଜାଣିପାରିବେ। ଯଦି କିଛି ଆପଣଙ୍କର ଡାଉଟ୍ ଅଛି ତାହେଲେ ତ କମେଣ୍ଟ ସେକ୍ସନରେ ଲେଖନ୍ତୁ। ଆଜି ପାଇଁ ରହିଲି। ଓମ୍ ନମଃ ଶିବାୟ।